हेलो फ्रेंड्स ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଗ୍ରୀନ୍ ମ୍ୟାନ୍ ଏଫ୍ ଡି ଚ୍ୟାନେଲରେ। ଦେଖନ୍ତୁ ଏଇଟା ହେଉଛି HRMS ପୋର୍ଟାଲ, ତାର ହୋମ୍ ପେଜ୍ଟା ଏଇଟା ଦେଖିପାରୁଥିବେ। এই ଭିଡ଼ିଓରେ ଆମେ ଦେଖିବା HRMS ସାଇଟ୍ରେ ଏବେ ପ୍ରପର୍ଟି ଷ୍ଟେଟମେଣ୍ଟ ଚାଲିଛି, ତାର ଡେଟ୍। ତ ପ୍ରପର୍ଟି ଷ୍ଟେଟମେଣ୍ଟ କେମିତି ଦେବେ ସେଇଟା ଦେଖିବା। ତାପରେ କ'ଣ ଇନଫର୍ମେସନ୍ ଅଛି, ରିସେଣ୍ଟ ଇନଫର୍ମେସନ୍ ସେଇଟା ମଧ୍ୟ ଦେଖିବା। ଦେଖନ୍ତୁ ଏଇଟା ମୁଁ ଦେଖୁଛି ଆପଣଙ୍କୁ ଡାଉନଲୋଡ଼ ତଳେ ଦେଖନ୍ତୁ ସିଡ୍ୟୁଲ୍ ଫର୍ ଇନଷ୍ଟ୍ରକ୍ସନ୍, এটা ইনস্ট্রকশন পিডিএফটা ডাউনলোড କରିପାରିବେ ଆପଣ। ତାପରେ ପ୍ରପର୍ଟି ଷ୍ଟେଟମେଣ୍ଟ ଫର୍ମାଟ୍ ଯେଉଁଟା ଅଛି ଦେଖନ୍ତୁ, ଏଇଟା ଯଦି ଉପରେ କ୍ଲିକ୍ କରିବେ ସେଇଟା ଆପଣ ପ୍ରପର୍ଟି ଷ୍ଟେଟମେଣ୍ଟର ଫର୍ମାଟ୍ଟା ବାହାରିବ। କେମିତି ଫର୍ମାଟ୍ ଆପଣ ଦେଇପାରିବେ, ଦେଖନ୍ତୁ ଏଇଟା ଫର୍ମାଟ୍ଟା ବାହାରୁଛି। ଫର୍ମାଟ୍ କେମିତି ଫର୍ମାଟ୍ଟା ରହିବ ସେ ହିସାବରେ ଏଇଟା ତାର ଫର୍ମାଟ୍ଟା ଏଇଟା ଠିକ୍ ଅଛି। ତାପରେ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ସବମିଶନ୍ ଡେଟ୍ଟା ଦେଖାଉଛି। ଦେଖନ୍ତୁ ତଳେ ଅଛି ଦେଖନ୍ତୁ ଏକ୍ସଟେନସନ୍ ଅଫ୍ ଦ date line of updation of HRMS complete profile data of state government employees is up to 15 February। ঠিক ଅଛି। ତ 15 ଫେବୃଆରୀ ପର୍ଯ୍ୟନ୍ତ ଏଇଟା ଏକ୍ସଟେଣ୍ଡ ହେଇଯାଇଛି। ଆଗରୁ କେତେ ଥିଲା, 21 ଜାନୁଆରୀ ପର୍ଯ୍ୟନ୍ତ ଥିଲା, ଯେଉଁଟାକି 2023 ଷ୍ଟେଟମେଣ୍ଟ ପାଇଁ। ତାପରେ 22ର ଦେଖନ୍ତୁ ଉପରେ ଦେଖେଇବି ମୁଁ, 22ର ବି ଅଛି, ଏକ୍ସଟେଣ୍ଡ ହେଇଯାଇଛି। 22ର ଦେଖନ୍ତୁ, 22ର କ୍ଲିକ୍ କଲା ପରେ ଏଇଟା ଦେଖିପାରିବେ ଆପଣ, ସେଟା ମଧ୍ୟ ଏକ୍ସଟେଣ୍ଡ ହେଇଯାଇଛି। ଦେଖିପାରୁଥିବେ ଏଇଟା ହେଉଛି 22ର। ଦେଖନ୍ତୁ ଏଇଟା ଏକ୍ସଟେନସନ୍ ଅଫ୍ ଡେଡଲାଇନ୍ ସବମିଶନ୍ ସବଜେକ୍ଟରେ ଅଛି ପ୍ରପର୍ଟି ଷ୍ଟେଟମେଣ୍ଟ ବାଇ ଅଲ୍ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଫର୍ ଦ ପିରିୟଡ଼ 2022। ସେଇଟା ଏକ୍ସଟେଣ୍ଡ ହେଇଛି ଦେଖନ୍ତୁ, ଏଇଟା ଅପ୍ ଟୁ 10 ଫେବୃଆରୀ 2024 ଯାଏଁ। ବୋଲ୍ଡ ଲେଟରରେ କରାହେଇଛି ତାକୁ, ଅପ୍ ଟୁ 10 ଫେବୃଆରୀ 2024 ଯାଏଁ ସେମାନେ ସବମିଶନ୍ କରିପାରିବେ 2022ର ପ୍ରପର୍ଟି ଷ୍ଟେଟମେଣ୍ଟ। ତାପରେ ଦେଖନ୍ତୁ ସବମିଶନ୍ ପ୍ରପର୍ଟି ଷ୍ଟେଟମେଣ୍ଟ 2023ର ତଳେ ଅଛି, ସେଟା ବି ଅଛି। ଦେଖନ୍ତୁ ମୁଁ ଦେଖାଉଛି ଆପଣଙ୍କୁ, ଏଇଟା ଦେଖିପାରୁଥିବେ 2023 ସବଜେକ୍ଟରେ ଦେଖିପାରିବେ ସବମିଶନ୍ ଆନୁଆଲ୍ ପ୍ରପର୍ଟି ଷ୍ଟେଟମେଣ୍ଟ ଫର୍ ଦ ଇୟର୍ 2023। ତାପରେ ଏଇଟା ଦେଖନ୍ତୁ, ଏଇଟା 31 ଜାନୁଆରୀ 2024 ପର୍ଯ୍ୟନ୍ତ ଥିଲା। ତାପରେ ସେଟା ଏକ୍ସଟେଣ୍ଡ ହେଇକି ଯେଉଁଟାକି ଆମର 15 ଫେବୃଆରୀ ପର୍ଯ୍ୟନ୍ତ ହେଇଛି। ତାପରେ ଚାଲନ୍ତୁ ଯିବା ଆମେ ପ୍ରପର୍ଟି ଷ୍ଟେଟମେଣ୍ଟ କେମିତି ଦେବା। ଦେଖନ୍ତୁ ଏଇଠି ପର୍ସନାଲ ଲଗ୍ଇନ୍ HRMS ଲଗ୍ଇନ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏ ପେଜ୍ଟା ଓପନ୍ ହେଲା। ଏଇଠି ଆପଣଙ୍କର ୟୁଜର୍ ଆଇ ଡ଼ି ପାସୱାର୍ଡ଼ ଦେଇକି ଓପେନ୍ କରିବି। ଦେଖନ୍ତୁ ମୁଁ କରିକି ଦେଖାଉଛି। ଦେଖନ୍ତୁ ଏ ପେଜ୍ ଲଗ୍ଇନ୍ କଲା ପରେ ଆପଣ ଲଗ୍ଇନ୍ କଲା ପରେ ଏ ପେଜ୍ ଆସିଯିବ। ଦେଖନ୍ତୁ ତାପରେ ଏଠି ତଳେ ଗଲା ପରେ ଦେଖନ୍ତୁ ଦିଆହେଇଛି କି ଆପଣ ଏଠି ପ୍ରପର୍ଟି ଷ୍ଟେଟମେଣ୍ଟରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏମିତି ଗୋଟେ ପେଜ୍ ଆସିଯିବ ଏଇଟା, ଠିକ୍ ଅଛି। ତ ପ୍ରପର୍ଟି ଷ୍ଟେଟମେଣ୍ଟ ଦେଖନ୍ତୁ ଫାର୍ଷ୍ଟରେ କ'ଣ କରିବେ, ଏଇଠି ଆଡ୍ ନ୍ୟୁ କରିବେ, ଠିକ୍ ଅଛି। ଆଡ୍ ନ୍ୟୁ କଲା ପରେ ଦେଖନ୍ତୁ ଏମିତି ଗୋଟେ ପେଜ୍ ଆସିଯିବ ଆପଣଙ୍କର। ଯେଉଁଟା ରେଡ୍ ଲାଇନ୍ ଅଛି ସେଟା ହେଉଛି ଆପଣଙ୍କର କମ୍ପଲସରି, ସେଟା ଦେବେ। ଏଠି ଦେଖନ୍ତୁ ଫାର୍ଷ୍ଟ ଆସିଛି 2023, 2022ର ବି କରିପାରିବେ। 2023 ଚୁଜ୍ କଲେ ପେ ସ୍କେଲ୍ ଦେଖନ୍ତୁ ଦେଇଦେବେ ଆପଣ। ପେ ସ୍କେଲ୍ କେତେ, ଆପଣଙ୍କର ଯଦି ଗ୍ରୁପ୍ ସିରେ ଅଛନ୍ତି ପେ ସ୍କେଲ୍ ହେଉଛି ଆପଣଙ୍କର 19,900ରୁ 63,200। ତାପରେ ଗ୍ରେଡ୍ ପେ ତାର ହେଉଛି କେତେ, 1900। ତାପରେ ଆମର ବିରେ ଯଦି ଅଛନ୍ତି ଆପଣ, ବିରେ ହେଉଛି 35,200ରୁ ନେଇକି ଆପଣଙ୍କର 1,12,200 ପର୍ଯ୍ୟନ୍ତ, ଠିକ୍ ଅଛି। ତ ସେଇଟା ଦେବେ ପେ ସ୍କେଲ୍। ତାପରେ 42,000 ଗ୍ରେଡ୍ ପେ, ସେଇଟା ଗ୍ରୁପ୍ ବିର ସେଇଭଳିଆ ଚାଲିବ। ତାପରେ ଆପଣ ଫର୍ମ 2 ଦେବେ, ଠିକ୍ ଅଛି। ଫର୍ମ 2 ଦେବେ, ଫର୍ମ 2 ଏମିତି ଦେବେ। ଦେଖନ୍ତୁ ଏଇଟା ଡେଟ୍, ଫର୍ମ 2 କୋଉଟା ଦେବେ, 2023ର ଦେଲେ 1 ଜାନୁଆରୀ 2023ରୁ ନେଇକି 31 ଡିସେମ୍ବର 2023 ପର୍ଯ୍ୟନ୍ତ ଦେଇଦେବେ। ତାପରେ ଦେଖନ୍ତୁ ଏଇଟା ଚୁଜ୍ ଟାଇପ୍ ଯେଉଁଟା ଅଛି ଫର୍ମ ସବମିଶନ୍ ରହିବ। ତାପରେ କପି ଫର୍ମ, ଯଦି ଆପଣ 2022ର ଆଗରୁ ଦେଇଥିବେ ତ ସେଇଟା କପି ଫର୍ମ 2022 କରିଦେବେ, ଠିକ୍ ଅଛି। ଆଗରୁ ଦେଇଥିବେ ଯଦି, ଆଉ ଫ୍ରେଶ୍ ଯଦି ଦେଉଛନ୍ତି ତ କିଛି କରିବାର ନାହିଁ, ସେଟା ଛାଡ଼ିଦେବେ। ଏଇଟା ଗଲା। ତାପରେ ଦେଖନ୍ତୁ ଏଠି ଓକେ କରିଦେଲେ ସେଟା ରହିଯିବ, ଠିକ୍ ଅଛି। ଦେଖନ୍ତୁ ଏମିତି ଆସିବ ଏଇଟା 2023 1 ଜାନୁଆରୀ
ଫର୍ମ ସବମିଟ୍ ସେଇଟା। ତାପରେ ଏହାକୁ ଏଡ଼ିଟ୍ କରିବା। ଦେଖନ୍ତୁ ଏହା ଉପରେ କ୍ଲିକ୍ କଲେ ତାପରେ ଏଡ଼ିଟ୍ କରିବେ। ଏଡ଼ିଟ୍ କଲା ପରେ ଦେଖନ୍ତୁ ଏମିତି ଆସିବ ଏଇଟା। ଠିକ୍ ଅଛି, ଦେଖନ୍ତୁ ପ୍ରପର୍ଟି ମୁଭେବୁଲ୍ ପ୍ରପର୍ଟି ଆସିବ, ଇମୁଭେବୁଲ୍ ପ୍ରପର୍ଟି ଆସିବ, ଦୁଇଟା ଆସୁଛି କ୍ୟାଟେଗୋରୀ। ମୁଭେବୁଲ୍ ପ୍ରପର୍ଟିରେ ଯେଉଁଟା ଆମେ ମୁଭ୍ କରିବା, ମନେକର ଧରନ୍ତୁ ମୁଭେବୁଲ୍ ପ୍ରପର୍ଟି କ୍ୟାସ୍ ହେଇଗଲା କି ବାଇକ୍ ହେଇଗଲା, ସେ ଭଳିଆ ଜିନିଷ ଯେଉଁଟା ମୁଭ୍ କରି ଆମେ ପାରୁଛେ ଗୋଟେ ଜାଗାରୁ ଗୋଟେ ଜାଗା। ଇମୁଭେବୁଲ୍ ଯେମିତି ଲ୍ୟାଣ୍ଡ ହେଲା କି ହାଉସ୍ ହେଲା, ସେ ସବୁ ଜିନିଷ ଯିବ। ଠିକ୍ ଅଛି, ଦେଖନ୍ତୁ ଏଠି ଦେଖିପାରିବେ ଇମୁଭେବୁଲ୍ରେ ଇମୁଭେବୁଲ୍ ଫାଷ୍ଟ ଅଛି। ଇମୁଭେବୁଲ୍ ଠିକ୍ ଅଛି, ଏଇଟା ଚୁଜ୍ କରିବେ। ଚୁଜ୍ କଲା ପରେ ଏଡ଼ିଟ୍ କରିବେ। ଏଡ଼ିଟ୍, ଦେଖନ୍ତୁ ଏଡ଼ିଟ୍ ଆସିଗଲା। ତାପରେ ସବୁ ଜିନିଷ ଏଠି ଡେଟା ଦେଇଦେବେ ଆପଣ ଯାହା ଦେବା କଥା। ଠିକ୍ ଅଛି, ଆପଣ ଯଦି ପ୍ୟାରେଣ୍ଟର ଦେଇପାରିବେ ପ୍ୟାରେଣ୍ଟର। ଠିକ୍ ଅଛି, ଏଟା ଘର ଥିବ କି ଆପଣଙ୍କ ନାଁରେ ଯଦି ଅଛି ଦେଇପାରିବେ ଘର କି ଜାଗା ଯେଉଁଟା ବି ଅଛି, କିମ୍ବା ବାପା ନାଁରେ ଯଦି ଅଛି କି ମା ନାଁରେ ଅଛି ବୋଲେ ସେଇଟା ପ୍ୟାରେଣ୍ଟର ଦେଇପାରିବେ। ଦେଖନ୍ତୁ ଠିକ୍ ଅଛି, ୱାଇଫ୍ ନାଁରେ ଅଛି ୱାଇଫ୍ ଦେଇପାରିବେ, ସନ୍ ନାଁରେ ଅଛି ଯାହା ବି ଅଛି ଦେଇପାରିବେ ଆପଣ ଯାହା ନାଁରେ ଅଛି। ଠିକ୍ ଅଛି, ଦେଖନ୍ତୁ ଏମିତି ଦେଇପାରିବେ। ତାପରେ ସେଭ୍ କଲା ପରେ ସେଭ୍ ହେଇଯିବ ସେଟା। ଓକେ, ତାପରେ ମୁଁ ଆପଣଙ୍କୁ ଦେଖାଉଛି ଏଥିରେ ଯଦି ଆଡ୍ ନ୍ୟୁ କରିବେ, ଆଡ୍ ନ୍ୟୁ ପ୍ରପର୍ଟିଜ୍ ଦେଖନ୍ତୁ ଆଡ୍ କଲା ପରେ ଏଠି ଆଡ୍ ପ୍ରପର୍ଟିଜ୍ କଲା ପରେ ଆଉ ଗୋଟେ ହେଇଯିବ। ସେଟା ସିରିଆଲ୍ ନମ୍ବର 1ରେ ଗଲା ଆଡ୍ ହେଲା, ତାପରେ ଆଉ ସିରିଆଲ୍ ନମ୍ବର 2ରେ ବି ଆଡ୍ ହେବ ଏଟା। ଠିକ୍ ଅଛି, ତାପରେ ଦେଖନ୍ତୁ ମୁଭେବୁଲ୍ ପ୍ରପର୍ଟି ଯଦି ଯିବା, ମୁଭେବୁଲ୍ ପ୍ରପର୍ଟିରେ ଆପଣ କିଛି ବି ଦେଇପାରିବେ। ବ୍ୟାଙ୍କ ବାଲାନ୍ସ ହେଲା, ତାପରେ ହେଲା ଅଦର ମୁଭେବୁଲ୍ ପ୍ରପର୍ଟି, ବାଇକ୍ ଏଟା ଗୋଟେ ଦିଆହେଇଛି ଦେଖନ୍ତୁ ବାଇକ୍ ଯଦି ଦେବେ ଏଡ଼ିଟ୍ ପ୍ରପର୍ଟି। ଠିକ୍ ଅଛି, ଏଡ଼ିଟ୍ ପ୍ରପର୍ଟି କଲେ ଏଡ଼ିଟ୍ ପ୍ରପର୍ଟିରୁ ଦେଖିପାରିବେ ଅଦର ମୁଭେବୁଲ୍ କ୍ୟାଟେଗୋରୀ, କିମ୍ବା ଆପଣ ଡାଇରେକ୍ଟ ବାଇକ୍ ଲେଖିପାରିବେ ସେଠି। ଠିକ୍ ଅଛି, ବାଇକ୍ ଲେଖିପାରିବେ ଆପଣ। এটা ଦେଇଦେଲା ପରେ ଦେଖନ୍ତୁ ଯାହା ନାଁରେ ଅଛି, ନିଜ ନାଁରେ ଯଦି ଅଛି ସେଲ୍ଫ କରିବେ, କିମ୍ବା ଯାହା ନାଁରେ ଅଛି ସେ ନାଁ ପକାଇଦେବେ, ତାର ବାପା ନାଁ କି ଅଦର ନାଁ ନେମ୍ ଏଠି ଲେଖିଲେ ବି ଚଳିବ। ତାପରେ ବାଇକ୍ ହେଲା ତାକୁ ଭ୍ୟାଲ୍ୟୁ ଦେଇଦେବେ। ତାପରେ ଆମର ରିମାର୍କ ଦେଖନ୍ତୁ ଅପ୍ ଟୁ 31 ଡିସେମ୍ବର ପର୍ଯ୍ୟନ୍ତ ଲେଖିଦେବେ। ସେଭ୍ କରିଦେଲା ପରେ ଏଇଟା ସେଭ୍ ହେଇଗଲା ଦେଖନ୍ତୁ। ଠିକ୍ ଅଛି, ତାପରେ ଏମିତି ଏଇଟା ଆପଣ ଦେଇ ସରିଲା ପରେ ସବମିଟ୍ କରିବେ। ସବମିଟ୍ ୱାନ୍ସ ଯଦି ଥରେ ସବମିଟ୍ କରିଦେଲେ ଆପଣ ଆଉ ଚେଞ୍ଜ ହେବାର ନାହିଁ। ତ ଧ୍ୟାନ ଦେଇକି ଟିକେ ସେଟା ସବମିଟ୍ କରିବେ। ସବମିଟ୍ କରିବା ପୂର୍ବରୁ ଟିକେ ଦେଖିଦେବେ। ତ ଏମିତି ଆମେ ପ୍ରପର୍ଟି ଷ୍ଟେଟମେଣ୍ଟ ଦେଇପାରିବା।